ରାସ୍ତା କଡ଼ରେ ପରିବା ବିକ୍ରି କରାଯାଏ କିନ୍ତୁ କାଚ ଘରେ ଜୋତା ବିକ୍ରି କରାଯାଏ। ତେବେ କୁହନ୍ତୁ କିଏ ମୂଲ୍ୟବାନ? ଆଜିର ମଣିଷ ନିଜ ବାପାଙ୍କୁ ହତାଦର କରେ କିନ୍ତୁ ଶ୍ୱଶୁରଙ୍କୁ ଭାରି ଆଦର କରେ। ତେବେ କୁହନ୍ତୁ କିଏ ମୂଲ୍ୟବାନ? ଆଜିର ମଣିଷ ଗାଈ ଚରେଇବାକୁ ଲାଜ କରେ କିନ୍ତୁ କୁକୁର ଚରେଇ ଗର୍ବ ଅନୁଭବ କରେ। ତେବେ କୁହନ୍ତୁ କିଏ ମୂଲ୍ୟବାନ? କ୍ଷୀର ଦୋକାନୀଟି ଗରାଖକୁ ଚାହିଁ ରହିଥାଏ କିନ୍ତୁ ମଦ ଦୋକାନ ଆଗରେ ଗରାଖଙ୍କ ଲମ୍ବା ଲାଇନ୍ ଲାଗିଥାଏ। ତେବେ କୁହନ୍ତୁ କିଏ ମୂଲ୍ୟବାନ? ସାଙ୍ଗମାନେ, ଆଧୁନିକତାର ଦ୍ୱାହି ଦେଇ ଆମେ ସବୁବେଳେ ଆମ ପାଇଁ ଦରକାରୀ ଜିନିଷଗୁଡ଼ିକୁ ଅଣଦେଖା କରୁଛେ ଏବଂ ଅଦରକାରୀ ଜିନିଷଗୁଡ଼ିକୁ ଭାରି ଆପଣାର କରୁଛେ। ଏ ହେଉଛି ଆଧୁନିକ ମଣିଷର ଆଦତ। ତେବେ ଏସବୁ ପ୍ରଶ୍ନଗୁଡ଼ିକ କେବଳ ଆପଣମାନଙ୍କ ପାଇଁ। ଆପଣମାନେ ବିଚାର କରନ୍ତୁ କେତେ ଦୂର ଠିକ୍ ଆଉ କେତେ ଦୂର ଭୁଲ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରନ୍ତୁ। ଆଉ ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟରେ ନିଜର ମତାମତ ଦେବାକୁ ଭୁଲନ୍ତୁ ନାହିଁ।